ସାଙ୍ଗମାନେ ଦେଖନ୍ତୁ, ଏଇଟା ହେଲା ଆମର ବାଡ଼ି। ଆମ ବାଡ଼ିରେ ହେଇଥିଲା ଫୁଲକୋବି। ଘରୁ ଆଜି କିଛି ଫୁଲକୋବି ବୋଉ ପଠାଇଥିଲା। ଝିଅକୁ କହିଲି, ଝିଅ ଆଜି ଟିକେ ଫୁଲକୋବି ଆଳୁ କଷା କରିବା। ଝିଅ କହିଲା ଠିକ୍ ଅଛି। ଝିଅ ତାର ଫୁଲକୋବି କାଟିଦେଲା, ମୁଁ ଆଳୁ ଟିକେ କାଟିଦେଲି। ତାପରେ ଫୁଲକୋବି ଆଳୁ ଭଲସେ ତାକୁ ଧୋଇଦେଲି। ଧୋଇ ସାରିକି ଆଳୁ ଫୁଲକୋବିକୁ ଛାଣିଦେଲି। ଛାଣି ସାରିଲା ପରେ ତାକୁ ଆଙ୍ଗୁଳା ବସାଇ ସେଥିରେ କିଛି ତେଲ ଦେଇଦେଲି। ଗୋଟା ଜିରା, ତେଜପତ୍ର, ଅଳ୍ପ ଟିକେ ଚିନି ତାକୁ ଦେଇ ସାରିଲା ପରେ ଏଇଟା ସାଧାରେ ବିନା ପିଆଜ ରସୁଣ, ଅଦା, କଞ୍ଚା ଲଙ୍କା, ଟମାଟୋ ପେଷ୍ଟ ତାକୁ ଦେଇଦେଲି। ତାପରେ କାଜୁ, ଚାରମଗଜ ତାକୁ ଦେଇଦେଲି। ତାପରେ ତାକୁ ଟିକେ ଭଲସେ କଷିଦେଲି। ତାପରେ ସ୍ୱାଦ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ତାକୁ ଦେଇକି ଟିକେ ଭଲସେ କଷିଦେଲି। ତାପରେ ଛଣା ହେଇଥିବା ଆଳୁକୁ ଦେଇଦେଲି। ତାକୁ ଟିକେ କଷିଦେଲି। ଦେଇ ସାରିଲା ପରେ ତାପରେ ଛଣା ହେଇଥିବା ଫୁଲକୋବି ଦେଇଦେଲି। ତାକୁ ଟିକେ କଷି ସାରିଲା ପରେ ସେଥିରେ ଟିକେ ଗରମ ମସଲା ଦେଇଦେଲି। ଗରମ ମସଲା ଦେଇ ସାରିଲା ପରେ କଟା ହେଇଥିବା ଧନିଆ ପତ୍ର ପକାଇଦେଲି। ରେଡ଼ି ହେଲା ଆମର ଫୁଲକୋବି କଷା।